ନିଜ ସ୍ୱାମୀ ଆଉ ନିଜ ପୁଅ ସେମାନେ ଯେଉଁ ଉପାୟରେ ରୋଜଗାର କରିକି ଘରକୁ ଆଇଲେ ସେମାନେ କହିବେ ଆମ ରୋଜଗାରଟା ପୁରା ମାନେ କ'ଣ ହ୍ୱାଇଟ୍ ମନି, ଏଥିରେ ଜମା ଧୂଳିମୂଳି ଲାଗିବନି। କିନ୍ତୁ ପାଖ ପଡ଼ୋଶୀ ଯଦି ତାଙ୍କଠୁ ଟିକେ ଭଲ ଇନକମ୍ କରୁଥିବେ, ତାଙ୍କ ସ୍ୱାମୀ ଭଲ ଚାକିରିଟେ କରିଥିବେ, ପୁଅଟେ ଭଲ ସରକାରୀ ଚାକିରିଟେ କରିଥିବ, ଯଦି ତାଙ୍କ ରୋଜଗାର ତୁମଠୁ ଅଧିକ ହେଲା, ଆଙ୍କ ଘରେ ଚର୍ଚ୍ଚା ହେବ ଯେ ତାଙ୍କର ସେ ଯେଉଁ ବାବୁ ଚାକିରି କରିଛନ୍ତି, ତାଙ୍କ ପୁଅ ଚାକିରି କରିଛନ୍ତି, ଏରା ପୁରା ଖାଲି ଲାଞ୍ଚ ଖାଉଛନ୍ତି, ଲାଞ୍ଚ ଛଡ଼ା କିଛି ନାହିଁ, ଦରମାରେ ତାଙ୍କ ହାତ ହିଁ ବାଜୁନି। ଏହା ହେଉଛି ଚର୍ଚ୍ଚା। କିନ୍ତୁ ନିଜ ସ୍ୱାମୀ ଯେହେତୁ ଟିକେ ଲାଞ୍ଚ ଖାଇପାରୁନଥିବେ, ଟିକିଏ ମନରେ ଉଣା ରହୁଥିବ, ଏ ଦେଖ ତାଙ୍କ ବାବୁ ଖାଇକି ବୋହି ଆଣୁଛନ୍ତି, ତମ ଦ୍ୱାରା ଶାଗ ସିଝିବନି, ଏତେ ଡରିଲେ କେମିତି ହେବ? ଯଦି ଖାଇବାକୁ ସୁଯୋଗ ମିଳୁଛି ଟିକେ ଖା, ଅସୁବିଧା କ'ଣ? ତମେ ଖାଇପାରିବନି। ଦେଖିଲ ସେ କେମିତି ଲାଞ୍ଚ ଆଣିକି ତାଙ୍କ ସ୍ତ୍ରୀ ପାଇଁ କେତେ କ'ଣ ଗହଣା ଗାଣ୍ଠି, ଗାଡ଼ି ମଟର, ଏଇଠି ଘର କଲେଣି 4 ମହଲା। ଆଉ ତମେ ଆମର ବୁଝିଲ, ତମ ଦ୍ୱାରା ହେବନି। ପଇସା ତ ଧରୁ ଧରୁ ତମ ତ ହେଡ଼େ ପ୍ୟାଣ୍ଟରେ ତମର ଗୁହ ବାହାରି ପଡ଼ୁଥିବ, ଆଉ ତମେ କ'ଣ ଲାଞ୍ଚ ଖାଇବ? ଏହା ହେଉଛି ଚର୍ଚ୍ଚା। ମାନେ ଘରେ ଘରେ ନିଜେ ଯାହା କଲେ ଚଳିବ, ପରେ ଯିଏ ଯାହା କଲା ସବୁ ଲାଞ୍ଚ ପଇସା। ତାଙ୍କ ପୁଅ ପୁରା ବୋହି ଜାଣୁଛି, ଖାଲି ଚୋରି ପଇସା। ନିଜ ବେଳକୁ ପୁରା ହ୍ୱାଇଟ୍ ମନି, ତାଙ୍କ ବେଳକୁ ସବୁ ବ୍ଲାକ୍ ମନି। ଏହା ହେଉଛି କଥା ଆଉ।